ଶୋଇଥିବା ଅବସ୍ଥାରେ ପତ୍ନୀ ଓ ଦୁଇ ଝିଅଙ୍କୁ ପୋଡ଼ିବାକୁ ଉଦ୍ୟମ କରି ଗିରଫ ହେଲେ ଶୈତାନୀ ବାପା। ଦୁଇଟି ଝିଅ ଜନ୍ମ କଲେ, ପୁଅଟିଏ ଜନ୍ମ ଦେଇପାରିଲେନି। ଏତିକି ଥିଲା ମହିଳାଙ୍କର ଦୋଷ। ତେଣୁ ସ୍ୱାମୀ ପାଲଟିଗଲା ଶୈତାନ। ପତ୍ନୀ ଓ ଦୁଇ ଝିଅଙ୍କୁ ପୋଡ଼ି ମାରିବାକୁ କଲା ଉଦ୍ୟମ। ମା ଓ ଦୁଇ ଛୁଆ ଖଟରେ ଶୋଇଥିବା ବେଳେ ନିଆଁ ଲଗାଇଦେଲା। ସୌଭାଗ୍ୟକୁ ଠିକ୍ ସମୟରେ ମହିଳାଙ୍କୁ ନିଦ ଭାଙ୍ଗିଗଲା। ଫଳରେ ତିନିଟି ଜୀବନ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବଞ୍ଚିଗଲା। ଏହା କୌଣସି ଅପନ୍ତରା ଅପହଞ୍ଚ ଅଞ୍ଚଳର କଥା ନୁହେଁ। ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଆସିଛି ଏକ ହୀନ ମାନସିକତାର ବିକଳ ଚିତ୍ର। ଆଜି ଏଭଳି ଏକ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ସହାୟତା ମହିଳା ଥାନା ପୁଲିସ ଶୈତାନୀ ସ୍ୱାମୀ ଆଶୁତୋଷ ମହାନ୍ତିଙ୍କୁ ଗିରଫ କରିଛି। 2006 ମସିହାରେ ପୀଡ଼ିତାଙ୍କୁ ଆଶୁତୋଷ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ପୀଡ଼ିତା କନ୍ୟା ସନ୍ତାନଟିଏ ଜନ୍ମ ଦେଇଥିଲେ। ଏହା ପରଠାରୁ ଆଶୁତୋଷ ମୁଣ୍ଡ ବିଗିଡ଼ି ଯାଇଥିଲା। ପ୍ରଥମ ତାର ରୋଜଗାର ନଥିଲା, ଦ୍ୱିତୀୟରେ ସେ ଅଭ୍ୟାସଗତ ନିଶାଡ଼ି ଥିଲା। ପତ୍ନୀ ଝିଅ ଜନ୍ମ ଦେବା ପରେ ସେ ଆହୁରି ନିଶାକ୍ତ ହୋଇପଡ଼ିଥିଲେ। ପୁଅ ଜନ୍ମ ଦେବା କଥା କହି ପତ୍ନୀକୁ ସବୁବେଳେ ମାଡ଼ ମାରୁଥିଲେ। ଝିଅ ଜନ୍ମ ଦେଇଥିବାରୁ ବାପ ଘରୁ ଟଙ୍କା ଆଣିବାକୁ କହି ନିର୍ଯାତନା ଦେଉଥିଲେ। ଭାଗ୍ୟକୁ ଆଦରି ମହିଳା ଜଣକ ସବିଶ ହୋଇଯାଉଥିଲେ। ଏହା ଭିତରେ ଆଉ ଗୋଟିଏ ଝିଅ ଜନ୍ମ ଦେଲେ। ଏଥର ଆଶୁତୋଷଙ୍କର ମୁଣ୍ଡରେ ପିଶାଚ ପଶିଲା। ମୂଳ ମାଇଲେ ଜୀବ ସରି ନ୍ୟାୟରେ ସେ ପତ୍ନୀ ଓ ଦୁଇ ଝିଅଙ୍କୁ ମାରିବାକୁ ଚିନ୍ତା କଲା। ଚଳିତ ମାସ 5 ତାରିଖ ରାତିରେ ମା ଓ ଦୁଇ ଝିଅ ଖଟରେ ଶୋଇଥିବା ବେଳେ ଆଶୁତୋଷ ଛପି ଆସି ଖଟରେ ନିଆଁ ଲଗାଇ ଦେଇଥିଲେ। ଠିକ୍ ଏହି ସମୟରେ ମହିଳାଙ୍କର ନିଦ ଭାଙ୍ଗି ଯାଇଥିଲା। ସେ ଉଠି ପଡ଼ିବା ଦେଖି ଆଶୁତୋଷ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। ପତ୍ନୀ ଖଟରୁ ଦୁଇ ଛୁଆଙ୍କୁ ଟାଣି ନେଇ ରକ୍ଷା କରିଥିଲେ, କିନ୍ତୁ ଏଥର ସେ ଆଉ ନୀରବ ରହିଲେନି। ମହିଳା ଥାନାରେ ଦ୍ୱାରସ୍ଥ ହୋଇଥିଲେ। ମହିଳା ଥାନା ପୁଲିସ ଆଶୁତୋଷକୁ ଖୋଜୁଥିଲା। ଆଶୁତୋଷ ରାତିରେ ପୁଣି ମଦ ପିଇ ନିଶାରେ ଚୁର ହୋଇ ଘରେ ପହଞ୍ଚିଲେ ଏବଂ ପତ୍ନୀ ଓ ଦୁଇ ଛୁଆଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ତାକୁ କାବୁ କରିଥିଲେ। ତେଣୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରରୁ। ରାଜଧାନୀ ଭୁବନେଶ୍ୱର ପୁଅ ଜନ୍ମ କଲେନି ବୋଲି ଦୁଇ ଝିଅଙ୍କୁ ଓ ପତ୍ନୀଙ୍କୁ ପୋଡ଼ିକି ମାରିବାକୁ ଉଦ୍ୟମ କଲେ ଶୈତାନୀ ସ୍ୱାମୀ। ଭାଗ୍ୟ ଭଲ ଥିଲା ବୋଲି ଠିକ୍ ସମୟରେ ଉଠି ପଡ଼ିଥିଲେ ମହିଳା ଏବଂ ବଞ୍ଚି ଯାଇଥିଲା ତିନିଟି ଜୀବନ। ସ୍ୱାମୀ ପାଲଟି ଯାଇଥିଲା ଶୈତାନ। ଧରା ପଡ଼ିଲା ପୋଲିସ ହାତରେ। ବନ୍ଧା ହେଲା ଶୈତାନୀ ସ୍ୱାମୀ।